Hello, good morning. Happy New Year. God bless you. ଥଣ୍ଡା Good morning. ଲାଗୁଛି? ଗୁଡ୍ ମର୍ଣ୍ଣିଂ। ସବୁ ଏରିଆରେ ଥଣ୍ଡା ଲାଗୁଛି। ପିଲାମାନେ ଆସିଯାଇଛ ତଥାପି ଆଉ ବହୁତ ଖୁସିର ବିଷୟ। ଆଉ ପିଲାମାନଙ୍କୁ ଦେଖି ନୂଆ ବର୍ଷରେ ବହୁତ ବଢିଆ ଲାଗୁଛି। ବହୁତ ଗୁଡେ ପିଲା ତମେ ସବୁ ଯୋଗ ଦେଇଛ। ତୁମେ ବହୁତ ବଢିଆ ସବୁ। ଆଉ ଆଉ ତୁମେ ପ୍ରଭୁ ଆଶୀର୍ବାଦ କରନ୍ତୁ। ମୁଁ ଭାବୁଛି ଗୋଟେ ଦିନ ତମେ ବହୁତ ଆଶୀର୍ବାଦ ପାଇବ, ବହୁତ ବହୁତ ଆଶୀର୍ବାଦ କରିବେ। ତମର ଭବିଷ୍ୟତ ଉଜ୍ଜଳ। ଆମେ ସେତେବେଳେ ବୁଢା ବୁଢା ହେଇଯାଇଥିବୁ, ନହେଲେ ଜଗତରେ ବି ନଥିବୁ। ଆଉ ତମେ ସେତେବେଳେ ବଡ ବଡ ଲୋକ ହେଇଯାଇଥିବ। କିଏ ପ୍ରଭୁଙ୍କର କାମ କରୁଥିବ, କିଏ ଡକ୍ଟର ହେଇଥିବ, କିଏ ଇଞ୍ଜିନିୟର ହେଇଥିବ, କିଏ ଟିଚର ହେଇଥିବ, କିଏ ପାଷ୍ଟର ହେଇଥିବ, ନାଇଁ କି ସିଙ୍ଗର, ଡାନ୍ସର, ପ୍ରିଚର, କେତେ କଣ ହେଇଯାଇଥିବ। ଆଉ କେତେ ବର୍ଷ ପରେ ତମର ଡିସିଜନ ଆଜିଠୁ ଯେତେବେଳେ ତମେ ଚିନ୍ତା କରିବ, ପ୍ରାର୍ଥନା କରିବ, ପ୍ରଭୁ ତମ ସମସ୍ତଙ୍କୁ ଆଶୀର୍ବାଦ କରିବେ। ଠିକ ଅଛି। ଆଜି ଆଜି ବର୍ଷର 2026 ର 2026 ର ଫାଷ୍ଟ ସଣ୍ଡେ କେମିତି ଲାଗୁଛି? ଫାଷ୍ଟ ସଣ୍ଡେରେ ନ୍ୟୁ ଇୟର ଫାଷ୍ଟ ସଣ୍ଡେ ନାଇଁ କି? କେମିତି ଲାଗୁଥିବ? ନୂଆ ସୂର୍ଯ୍ୟ ନାହିଁ, ନୂଆ ଦିନ ନାହିଁ, କିନ୍ତୁ ତାରିଖ ଚେଞ୍ଜ ହେଇଯାଇଛି। ଆଉ ଆମେ ଯେତେବେଳେ ପ୍ରଭୁଙ୍କର ବାକ୍ୟକୁ ଧ୍ୟାନ କରିବା, ଗୋଟେ ଅଂଶ ବହୁତ ବଡ ବିଷୟ ଅଛି। ଆଉ ସେଥିରୁ ହିଁ ଆମେ ଆଲୋଚନା କରିବା। ଆଉ ମୁଁ ପଢି ଦଉଛି ହିତୋପଦେଶ ତାର 3 ଅଧ୍ୟାୟ 1 ପଦରୁ 6 ପଦ ପର୍ଯ୍ୟନ୍ତ ଆମେ ଏଇ ପଦକୁ ପଢିବା ହେଲା। ତ ମୁଁ ପଢି ଦଉଛି। ହେ ମୋହର ପୁତ୍ର, ତୁମ୍ଭେ ମୋହର ବ୍ୟବସ୍ଥା ପାଶର ନାହିଁ, ମାତ୍ର ତୁମର ହୃଦୟ ମୋହର ଆଜ୍ଞା ସବୁ ପାଳନ କରୁ। ଯେହେତୁ ତଦ୍ୱାରା ପରମୟର ଦୀର୍ଘତା, ଜୀବନର ବର୍ଷ ସଂଖ୍ୟା ଓ ଶାନ୍ତି ବୃଦ୍ଧି ହେବ। ଦୟା ଓ ସତ୍ୟତା ତୁମକୁ ପରିତ୍ୟାଗ ନ କରୁ। ଆପଣା କଣ୍ଠରେ ଉଭୟକୁ ବାନ୍ଧ ଓ ଆପଣା ଚିତ୍ତ ରୂପ ପଟାରେ ଲେଖି ରଖ। ତାହା କଲେ ତୁମ୍ଭେ ପରମେଶ୍ୱର ଓ ମନୁଷ୍ୟ ଦୃଷ୍ଟିରେ ଅନୁଗ୍ରହ ଓ ସୁବିବେଚନା ଲାଭ କରିବ। ତୁମେ ସର୍ବାନ୍ତ କରଣ ସହିତ ସଦା ପ୍ରଭୁଙ୍କ ଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମର ପଥ ସବୁ ସରଳ କରିବେ। ପ୍ରଭୁ ଏହି ପଠିତ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ। ଆମେନ୍। ଏଇ 6 ପଦଟି ଆଜି ଆମର ସୁନା ପଦ ହେବ। ଆଉ ମୁଁ ପ୍ରଦୀପ ଭାଇଙ୍କୁ ଅନୁରୋଧ କରିବି ସେ ଏଇ ବିଷୟକୁ ନୋଟ କରିବେ। ହିତୋପଦେଶ 3 ଅଧ୍ୟାୟ 6 ପଦ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମର ପଥ ସବୁ ସରଳ କରିବେ। ପ୍ରାର୍ଥନା କରିବା। ପ୍ରଭୁ ତୁମକୁ ଧନ୍ୟବାଦ ଦଉଛୁ ଏଇ ସୁନ୍ଦର ବାକ୍ୟ ନିମନ୍ତେ। ଏଇ ବାକ୍ୟ ଆମ ନିମନ୍ତେ ଉପଯୋଗୀ ହଉ, ପିଲାମାନେ ଯେପରି ବୁଝିପାରିବେ ଏବଂ କାର୍ଯ୍ୟରେ ଲଗେଇ ପାରିବେ, ଏପରି ଅନୁଗ୍ରହ କର ବୋଲି ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍। ପିଲାମାନେ ଯେତେବେଳେ ନ୍ୟୁ ଇୟର ଆସିଯାଇଛି, ପୁରୁଣା ବର୍ଷକୁ ଆମେ ଚିନ୍ତା କରୁ ଆଉ ବିଭିନ୍ନ ପ୍ରକାର ଆମେ ଡିସିଜନ ସବୁ ନେଇଥାଉ, ନାଇଁ କି? ଏଇ ବର୍ଷ ମଧ୍ୟ ଆମେ ବିଭିନ୍ନ ପ୍ରକାର ଚିନ୍ତା ସବୁ କରିଅଛୁ, ବିଭିନ୍ନ ସବୁ ଡିସିଜନ ନେଇଅଛୁ। ଗତ ବର୍ଷ କଣ କଣ ସବୁ କରିଥିଲ, ଆଉ ଏଇ ବର୍ଷ ସବୁ କଣ ସବୁ କରିବ, ସେଇ ବିଷୟ ସବୁ ତମେ ଚିନ୍ତା କରୁଛ। ଭୋଟ ଦିନ ତମେ କଲ, ତାପରେ ନୂଆ ବର୍ଷ ନ୍ୟୁ ଇୟର ଗାଁରେ ସେଲିବ୍ରେଟ କଲ, ପିଲାମାନଙ୍କ ସାଙ୍ଗରେ ମିଶିଲ, ଭୋଜି କଲ, ସବୁ କଲ। ତ ଏଇ ବର୍ଷ ଯେତେବେଳେ ନ୍ୟୁ ଇୟର ଆସୁଛି, କେତେ ଜଣ ଏକ୍ସାମ ନିମନ୍ତେ ବି ପ୍ରିପେୟାର ହୋଇଛନ୍ତି। ତ ନ୍ୟୁ ଇୟର ଆସିଲେ ଆମକୁ ବହୁତ ବଢିଆ ଲାଗେ। ନ୍ୟୁ ଇୟରକୁ ଆମେ ୱେଲକମ କରିଥାଉ। ନ୍ୟୁ ଇୟର ହଉଛି ଗୋଟେ ଆମର ଗୋଟେ ନ୍ୟୁ ଫ୍ରେଣ୍ଡ ପାଇବା ପରି। ଗୋଟେ ନୂଆ ଫ୍ରେଣ୍ଡକୁ ଆମେ ଯେତେବେଳେ ଫ୍ରେଣ୍ଡସିପ କରିଥାଉ, କେମିତି ଲାଗିଥାଏ? ତ ଯେତେବେଳେ ନ୍ୟୁ ଇୟରକୁ ଆସୁଛୁ, ଏଇ ସ୍ଥାନରେ କେତେଟି ବିଷୟ ଆମେ ଚିନ୍ତା କରିବା। ପ୍ରଥମ ବିଷୟ ହଉଛି, ପିଲାମାନେ ମନେ ରଖ, ପ୍ରଥମ ବିଷୟ ପୁରୁଣା ବର୍ଷ ଗଲା 2025। 25ରେ ତମେ ବର୍ଷ ସାରା ତମେ କଣ ପାଠ ପଢିଛ, ପ୍ରଭୁ ତମକୁ କଣ ସବୁ ଆଶୀର୍ବାଦ କଲେ, କୋଉ କୋଉ ମାନଙ୍କୁ ତମେ ନୂଆ ଫ୍ରେଣ୍ଡ ପାଇଲ, କଣ କଣ ସବୁ ନୂଆ ନୂଆ ଜିନିଷ ପାଇଲ, ନୂଆ ନୂଆ ଜାଗାକୁ ଗଲ, ନୂଆ ନୂଆ ବ୍ଲେସିଂ ପାଇଲ, ଏ ସବୁ ବିଷୟ ନେଇକି ତମେ ପ୍ରଥମରେ ପ୍ରଭୁଙ୍କୁ ଥ୍ୟାଙ୍କ ୟୁ କହିବ। ଥ୍ୟାଙ୍କ ୟୁ ବାପା, ଥ୍ୟାଙ୍କ ୟୁ ଗଡ, ଥ୍ୟାଙ୍କ ୟୁ ଫାଦର। ଠିକ ଅଛି। ପ୍ରଥମରେ ଥ୍ୟାଙ୍କଫୁଲନେସ। ଯେତେବେଳେ ଜୀବନରେ ଆମେ ଜଣକୁ ଥ୍ୟାଙ୍କ ୟୁ କହିଥାଉ, ଆମକୁ ବି ଖୁସି ଲାଗିଥାଏ, ଆଉ ଯାହାକୁ ଆମେ ଥ୍ୟାଙ୍କ ୟୁ କହିଥାଉ ତାଙ୍କୁ ବି ଖୁସି ଲାଗିଥାଏ। ତ ଥ୍ୟାଙ୍କଫୁଲନେସ, ଧନ୍ୟବାଦ ଦେବାଟା ଗୋଟେ ବଡ ବିଷୟ। ତମେ କାହା କାହାକୁ ଥ୍ୟାଙ୍କ ୟୁ କହିଛ?
ହାତ ଉଠେଇଲ କେତେ ଜଣ ଥ୍ୟାଙ୍କ ୟୁ କହୁଛ? ଥ୍ୟାଙ୍କ ୟୁ ନାଇଁ କି? ଗୋଟେ ଗ୍ଲାସ ପାଣି ମାଗିବା କିମ୍ବା କଣ ଟିକେ ସାହାଯ୍ୟ ମାଗିବା, ଯେତେବେଳେ ସେ ଦେଇଦେବେ ଥ୍ୟାଙ୍କ ୟୁ, ଗଡ ବ୍ଲେସ ୟୁ ଆରାଧନା କୁମାର, ଛୋଟ ପିଲା ସେ କିନ୍ତୁ ସେ ବି ଥ୍ୟାଙ୍କ ୟୁ କହିଛନ୍ତି। ବହୁତ ବଢିଆ ପିଲାମାନେ ଥ୍ୟାଙ୍କ ୟୁ କହିବାଟା କେବେ ବି ଭୁଲିବନି। ଥ୍ୟାଙ୍କ ୟୁ ଗୋଟେ ବଢିଆ ଜିନିଷ। କିଏ କଣ ଦେଇଦବ, କିଏ କଣ ହେଲ୍ପ କରିବ, କିଛି ଗୋଟେ ବି ପାଇଲା ପରେ ସମସ୍ତଙ୍କୁ ଥ୍ୟାଙ୍କ ୟୁ କହିବ ନାଇଁ କି? ଥ୍ୟାଙ୍କ ୟୁ କହିଲେ ପ୍ରଭୁ ଆମକୁ ଆଶୀର୍ବାଦ କରିବେ, ସେମାନେ ବି ଖୁସି ହେବେ, ଆମେ ବି ଆଶୀର୍ବାଦ ପାଇବା। ଆଉ ଥ୍ୟାଙ୍କଫୁଲନେସ ଯେତେବେଳେ ଜାଣିବା କାହିଁକି କରିବା? ଯେହେତୁ ଆମେ ଗୋଟେ ଆଶା କରୁଥିଲୁ, ଗୋଟେ ବିଷୟ ଏକ୍ସପେକ୍ଟ କରୁଥିଲୁ, ଆଉ ସେ ବିଷୟ ପାଇଲୁ। ସେଇ ବିଷୟ ପାଇଁ ପ୍ରଭୁ ଆମକୁ ଗୋଟେ ବର୍ଷ ପୁରା ଗୋଟେ ବର୍ଷ 365 ଦିନ ଆମକୁ ବଞ୍ଚେଇଲେ, ସବୁ କିଛି ସାହାଯ୍ୟ କଲେ, ପାଠ ପଢାରେ ସାହାଯ୍ୟ କଲେ, ସବୁ ଆବଶ୍ୟକତା ଯୋଗାଇଲେ, ନୂଆ ନୂଆ ଫ୍ରେଣ୍ଡ ମାନଙ୍କୁ ଦେଲେ, ଆଉ ତାପରେ ନୂଆ ନୂଆ ବାକ୍ୟ ମଧ୍ୟ ଶୁଣିଲ, ନୂଆ ନୂଆ ଗୀତ ଶୁଣିଲ, ନୂଆ ନୂଆ ଆକ୍ସନ ସଙ୍ଗ ଶୁଣିଲ, କେତେ ସୁନ୍ଦର ବିଷୟ ସବୁ ଶୁଣିଛ, ନୂଆ ନୂଆ ବିଷୟ। କିଏ ମନେ ପକେଇ ପାରିବ? ଆଉ ଗତ ବର୍ଷ କୋଉ ଗୀତ ତମେ ଶୁଣିଛ, କୋଉ ଡ୍ୟାନ୍ସ ତମକୁ ବହୁତ ପସନ୍ଦ ଲାଗିଲା, କୋଉ ଷ୍ଟୋରି ତମକୁ ବହୁତ ପସନ୍ଦ ହେଲା? ଯଦି ମନେ ରଖି ପାରୁନ ଟିକେ ମନେ ପକେଇବ, ଗତ ବର୍ଷ କଣ କଣ ଷ୍ଟୋରି ଆମେ ଶୁଣିଥିଲୁ, ଗତ ବର୍ଷ କଣ କଣ ଆମେ ଆ ଗୀତ ଶିଖିଥିଲୁ, କଣ କଣ ଆମେ ବାକ୍ୟ ଶୁଣିଥିଲୁ। ଆଉ ଗୋଟେ ଇୟରରେ କେତେଟା ସଣ୍ଡେ କି? 52 ସଣ୍ଡେ। 52 ସଣ୍ଡେରେ ତମେ ସବୁଦିନ ଯେତେ ଜଣ ଜଏନ କରୁଛ, ଗୋଟେ ଦିଟା କାଟିଦିଅ, ଦିଟା କାଟିଦିଅ, 50ଟା ଅଛି। 50ଟାରୁ ଗୀତ ଶୁଣିଛ 50ଟା, ମେସେଜ ଶୁଣିଛ 50ଟା, ଷ୍ଟୋରି ବି ପ୍ରାୟ ଶୁଣିଥିବ 50 କିମ୍ବା 40 ରୁ 50 ଥିବ। ସେ ସବୁକୁ ଛାଡି ଦିଅ। ମେମୋରି ବର୍ସ ତୁମର 50ଟା ତମେ ମୁଖସ୍ତ କରିଛ। ଏଇ ସଣ୍ଡେରେ ଶୁଣିଲ, ଆର ସଣ୍ଡେରେ କହିଲ, ତା ଆର ସଣ୍ଡେରେ ଭୁଲିଗଲ ନାଇଁ କି? ଟିକେ ରିକଲେକ୍ଟ କର, ଟିକେ ମନେ ପକାଅ ତ କେତେଟା ଆଉଟ ଅଫ 50, ମାନେ ଦିଟା କାଟି ଦଉଛି, ମୁଁ ଡିସକାଉଣ୍ଟ କରିଦଉଛି, ଦିଟା ନାଇଁ 12ଟା ଡିସକାଉଣ୍ଟ କରିଦେଲି। 40ଟା, 40ଟା ସୁନା ପଦ କେତେ ଜଣ ମନେ ରଖିଛ ଆଉ କହିପାରିବ? ପ୍ରଥମ ବିଷୟ 12ଟା କାଟିଦେଲି, ଏବେ 22ଟା କାଟିଦେଲି। ଠିକ ଅଛି, 22 କାଟିଦେଲେ କେତେ ହେବ? ଆଉ ବାକି ରହିବ 30। 30ଟା ସୁନା ପଦ କିଏ ମନେ ରଖିପାରିଛ? 32ଟା କାଟିଦେଲି, 32 କାଟିଦେଲେ ଆଉ 20 ରହିଲା। 22ଟା ସୁନା ପଦ କିଏ ମନେ ରଖିଛ? ଆମର ପ୍ରଦୀପ ଭାଇ ମନେ ପକେଇବେ ଆଉ କହିବେ, ସେଟା ଆର କେବେ ସୁବିଧା ହବ ଯଦି। ଆଉ 32 କାଟିଦେଲି, 42 ବି କାଟିଦେଲି, ଯା 42 କାଟିଦେଲି, ଆଉ 10ଟା 10ଟା କିଏ ଯଦି କହିପାରିବ ଗ୍ରେଟ୍ ହେଇପାରିବ। ଆଉ ଯଦି ଏଇ ସ୍ଥାନରେ ହିତୋପଦେଶରେ ସଲୋମନ ସେହି କଥା କହୁଅଛନ୍ତି, କେତେ ସୁନ୍ଦର ବିଷୟ କହୁଅଛନ୍ତି। କଣ କହୁଅଛନ୍ତି? ଏଇ ସ୍ଥାନରେ ଗୋଟେ ସୁନ୍ଦର ବିଷୟ କହୁଅଛନ୍ତି। ପ୍ରଥମ ପଦ ଦେଖ, ହେ ମୋହର ପୁତ୍ର, ତୁମ୍ଭେ ମୋହର ବ୍ୟବସ୍ଥା ପାଶର ନାହିଁ, ତୁମର ହୃଦୟରେ ମୋହର ଆଜ୍ଞା ସବୁ ପାଳନ କରୁ। ଆଉ ଦୁଇ ପଦରେ ସେ ଗୋଟେ ସୁନ୍ଦର ବିଷୟ କହୁଅଛନ୍ତି। କଣ କହୁଅଛନ୍ତି ଦୁଇ ପଦରେ? ଏଟା ଲେଖା ହଉଛି, ଯେହେତୁ ତୁମର ପରମାୟୁର ଦୀର୍ଘତା ଓ ଜୀବନର ବର୍ଷ ସଂଖ୍ୟା ଓ ଶାନ୍ତି ବୃଦ୍ଧି ହେବ। ତିନିଟା ବିଷୟ ହୁଏ ଯଦି ପ୍ରଭୁଙ୍କର ବାକ୍ୟକୁ ଆମେ ମନେ ରଖିବା, ପାଳନ କରିବା, ସେଇ ଆଜ୍ଞା ସବୁ ତିନିଟା ବିଷୟ ହବ। ଆମର ପରମାୟୁ, ଆମର ଆୟୁଷ ବଢିଯିବ, ଜୀବନର ବର୍ଷ ସଂଖ୍ୟା ଆଉ ବର୍ଷ ଆଉ ଟିକେ ଟିକେ ବଞ୍ଚିବା, ଆଉ ତାପରେ ଶାନ୍ତିରେ ବାସ କରିବା। ସେଥି ନିମନ୍ତେ ସଲୋମନ କହୁଅଛନ୍ତି, ଦୟା ଓ ସତ୍ୟତା ତୁମକୁ ପରିତ୍ୟାଗ ନ କରୁ, ଆପଣା କଣ୍ଠରେ ଉଭୟକୁ ବାନ୍ଧ ଓ ଆପଣା ଚିତ୍ତ ରୂପ ପଟାରେ ଲେଖି ରଖ। ଡାଏରୀରେ ଲେଖ ବୋଲି କହୁନାହାନ୍ତି, ଡାଏରୀରେ ତ ଲେଖିବ ମନେ ରଖିବା ପାଇଁ, କିନ୍ତୁ ମନେ ରଖିବା, ସୁନା ପଦକୁ ଯଦି ମନେ ରଖିବା, ସେଟା ଆମର ହୃଦୟରେ ଫିକ୍ସ ହେଇକି ରହିଯିବ। କୋଉଠି ଯଦି ଚର୍ଚ୍ଚରେ ପାଷ୍ଟର ମାନେ, ପ୍ରଚାରକ ମାନେ କହନ୍ତି ନା, ବାଇବଲର ଏଇ ପଦ, ଏଇ ପର୍ବ, ଏଇ ପଦ ପଢ ବୋଲି, ଆମେ ଯଦି ମନେ ରଖିଥିବା, କିଏ ଖୋଲିକି ପଢିବା ଆଗରୁ ଆମେ ପଢି ଦେଇ ପାରିବା। ଆରେ ଗୁଡଲୁ କେମିତି ଜାଣିଲେ, ଶିବାଂଶୀ କେମିତି ଜାଣିଲେ, କେମିତି ଜାଣିଲେ, ଏଇଟା କିଟିକୁ କେମିତି ମନେ ପଡିଲା, କେମିତି ଜାଣିବ? ନାଇଁ, ଆମେ ସଣ୍ଡେ ସ୍କୁଲରେ ସେଟା ଶିଖିଥିଲୁ, ମୁଖସ୍ଥ ପଦ ଆଉ ମେମୋରି ବର୍ଷୁନା ପଦ ଆମେ ଜାଣିଥିଲୁ। ସେଥି ନିମନ୍ତେ ଆମେ
ହଠାତ୍ କି ନ କହିପାରିଲୁ ଓ ତମେ ସଣ୍ଡେ ସ୍କୁଲ ଆଟେଣ୍ଡ କରୁଛ, ବଢିଆ, ପ୍ରଭୁ ଆଶୀର୍ବାଦ କରନ୍ତୁ। କେତେ ସୁନ୍ଦର ବିଷୟ। ଏଇ ସମସ୍ତ ବିଷୟ ଯେତେବେଳେ କରିବା, ଆଉ ତାପରେ ଆୟୁଷ ବୃଦ୍ଧି ହେବ, ବର୍ଷ ସଂଖ୍ୟା ବଢିବ, ଶାନ୍ତିରେ ବାସ କରିପାରିବ। ଆଉ ତାପରେ ଆଉ ଗୋଟେ ବିଷୟ ଲେଖା ଅଛି ଚାରିପଦରେ, ତାହା ଯଦି କରିବ ପରମେଶ୍ୱର ଓ ମନୁଷ୍ୟ ଦୃଷ୍ଟିରେ ଅନୁଗ୍ରହ ଓ ସୁବିବେଚନା ଲାଭ କରିବ। ପ୍ରଭୁ ବି ଖୁସି ହେଇପାରିବେ, ପ୍ରଭୁ ବି ଖୁସି ହେଇଯିବେ, ଆଉ ଆମର ବାପା ମା, ଆମର ପ୍ରିୟଜନ ମାନେ ସମସ୍ତେ ଖୁସି ହେଇଯିବେ। ତ ଆଉଟ୍ ଅଫ 52 ମେମୋରି ଭର୍ସରୁ ତମେ କେତେଟା ମନେ ରଖିଛ? ଯଦି 10ଟା ମନେ ରଖିଛ, ଥ୍ୟାଙ୍କ ୟୁ ଲର୍ଡ କୁହ। ଯଦି 20ଟା ମନେ ରଖିଛ, ଥ୍ୟାଙ୍କ ୟୁ ଲର୍ଡ କୁହ। ଯଦି 30ଟା ମନେ ରଖିଛ, ଥ୍ୟାଙ୍କ ୟୁ ଲର୍ଡ କୁହ। ଯଦି ଗୀତ ଆଉ 10ଟା ଶିଖିଛ, ନୂଆ ନୂଆ ଗୀତ, ଥ୍ୟାଙ୍କ ୟୁ ଲର୍ଡ କୁହ। ଯଦି ନୂଆ ଷ୍ଟୋରି ଶୁଣିଛ, ଥ୍ୟାଙ୍କ ୟୁ ଲର୍ଡ କହ। ଯଦି କିଛି ପ୍ରଭୁ ଆଶୀର୍ବାଦ କରିଛନ୍ତି, ଥ୍ୟାଙ୍କ ୟୁ ଲର୍ଡ କହ। ବର୍ଷ ସାରା ଟିକେ ଟିକେ ମନେ ପକେଇ ଦିଅ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ଏ ବିଷୟ ନିମନ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦିଅ। ତାପରେ ଆଉ ଗୋଟେ ବିଷୟ, ନ୍ୟୁ ଇୟର ଆସିଯାଇଛି, ଓନ୍ଲି 4ଟା ଦିନ ଯାଇଛି, ଆହୁରି 361 ଅଛି ବାକି ହେଲା। 361 ଡେଜ ପାଇଁ ତମେ ଗୋଟେ ଚଏସ୍ କର। ଚଏସ୍ ମାନେ ଗୋଟେ ଡିସିଜନ ନିଅ, ସିଦ୍ଧାନ୍ତ ନିଅ ଯେ ଏହି ବର୍ଷ ତୁମେ କଣ କରିବ। ବୁଝିହେଲା? ପାଠ ତ ପଢିବ, ପାଠ ପଢିବାକୁ କେହି ମନା କରିପାରିବେନି, ପାଠ ହଉଛି ଇମ୍ପୋର୍ଟାଣ୍ଟ। ପାଠ ସାଙ୍ଗରେ ପ୍ରଭୁଙ୍କର ବାକ୍ୟ ମଧ୍ୟ ତୁମକୁ ଧ୍ୟାନ କରିବାକୁ ପଡିବ। ସେହି ବିଷୟ ହିଁ ଏଇ ସ୍ଥାନରେ ଏକ ପଦରେ ଲେଖା ହଉଛି ସୁନ୍ଦର ଭାବରେ। ସଲୋମନ କହି ଦଉଛନ୍ତି, ତୁମ୍ଭେ ମୋହର ବ୍ୟବସ୍ଥା ପାସର ନାହିଁ, ତୁମ୍ଭର ହୃଦୟ ମୋହର ଆଜ୍ଞା ସବୁ ପାଳନ କରୁ। ଏହି ବିଷୟ ସବୁ ତୁମେ କର, ଆଉ ଯଦି କରିବ ତାହେଲେ ତମେ ଶାନ୍ତିରେ ବାସ କରିବ, ବେଶୀ ବର୍ଷ ବଞ୍ଚିବ, ଈଶ୍ୱର ଖୁସି ହେଇଯିବେ। ମନୁଷ୍ୟ ଦୃଷ୍ଟିରେ, ମନୁଷ୍ୟ ମାନେ ଆମର ବାପା ମା, ପ୍ରିୟଜନ, ଟିଚର ଯେତିକି ଅଛନ୍ତି ସମସ୍ତେ ଖୁସି ହେଇଯିବେ। ସେଟା କେମିତି ହେବ? 5 ପଦରେ ଲେଖା ହେଇଛି, ତୁମ୍ଭେ ସର୍ବାନ୍ତକରଣ ସହିତ ପ୍ରଭୁଙ୍କ ଠାରେ ବିଶ୍ୱାସ କର। ବିଶ୍ୱାସର ଜୀବନ ହଉଛି ଗୋଟେ ବଡ ଜୀବନ। ଯୋଉମାନେ ପ୍ରଭୁଙ୍କ ଠାରେ ବିଶ୍ୱାସ କରନ୍ତି, ପ୍ରଭୁଙ୍କର ବାକ୍ୟରେ ବିଶ୍ୱାସ କରନ୍ତି ଏବଂ ତାହାକୁ ପାଳନ କରନ୍ତି, ସେମାନଙ୍କର ଜୀବନରେ ଆଶୀର୍ବାଦ ଆସେ, ଶାନ୍ତି ଆସେ, ପ୍ରଭୁ ଖୁସି ହୁଅନ୍ତି। ଆଉ ଗୋଟେ କର ନାହିଁ ବୋଲି କହୁଛନ୍ତି, ନିଜ ସୁବିବେଚନାରେ ଆଉଜି ପଡ ନାହିଁ। ନିଜେ ମୁଁ ଜାଣିଛି, ହେଇଯିବ, କରିଦେଇ ପାରିବି, ଏଇ ସବୁ ଚିନ୍ତା ଯଦି କରୁଛ ତାହେଲେ ଆମେ କରିପାରିବା ନାହିଁ। ପ୍ରଭୁଙ୍କ ଠାରେ ଆମକୁ ନିର୍ଭର କରିବାକୁ ପଡିବ। ଫିଲିପିଓ ମଣ୍ଡଳୀକୁ ପ୍ରେରିତ ପାଉଲ ଯେମିତି କହିଲେ, ପାଉଲ ଗୋଟେ ଲେଖିଲେ ଯେ ଆଇ କ୍ୟାନ୍ ଡୁ ଅଲ୍ ଥିଙ୍ଗସ୍ ଥ୍ରୁ ଖ୍ରାଇଷ୍ଟ। ଖ୍ରୀଷ୍ଟଙ୍କ ସାହାଯ୍ୟରେ ବା ସିଦ୍ଧିଦାତାଙ୍କ ସାହାଯ୍ୟରେ ମୁଁ ସବୁ କିଛି କରିପାରିବି। ଆଉ 6 ପଦରେ ତମର ଯୋଉ ସୁନା ପଦ ଅଛି, ସେଇଟାକୁ ଆଜି ସୁନା ପଦକୁ ସେଟା ତମକୁ କରିବାକୁ ପଡିବ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର। ଯୁଆଡେ ଯିବ, କରିବ, ପାଠ ପଢ, କାହାକୁ ସାହାଯ୍ୟ କର, ତାପରେ ନୂଆ ନୂଆ ଜିନିଷ ଶିଖ, ଯାହାବି କର, ସେ ସବୁ ଗତିରେ ତୁମେ କଣ କର? ତାହାଙ୍କୁ ସ୍ୱୀକାର କର, ତାହାଙ୍କ ଉପରେ ନିର୍ଭର କର, ତହିଁରେ ତୁମର ପଥ ସବୁ ସରଳ କରିବେ। ଜୀବନର ଏଇ ବର୍ଷ ଆମ ନିମନ୍ତେ ଆଶୀର୍ବାଦ ଯୁକ୍ତ ହଉ ବୋଲି ଯୋଉମାନେ ଚାହୁଁଛ, ସେମାନେ ସମସ୍ତେ ଆପଣାର ସବୁ ଗତିରେ ଯୋଉ ଚଏସ୍ ନଉଛ, ମୁଁ ଆଜି ଗୋଟେ ଚ୍ୟାଲେଞ୍ଜ ଦେଲି, ସେଟା 52ଟା ସପ୍ତାହରୁ 12ଟା କାଟିଦିଅ, 22ଟା କାଟିଦିଅ, 32ଟା କାଟିଦିଅ, 42ଟା କାଟିଦିଅ, ଯେତେଟା ବି କାଟି ଦଉଛ, କିନ୍ତୁ ଏଇ ବର୍ଷ ତମେ ଗୋଟେ ଡିସିଜନ ନିଅ, ମୁଁ ଭଲରେ ପାଠ ପଢିବି, ଆଉ ଯାହା ପାଇବି ପ୍ରଭୁଙ୍କୁ ଧନ୍ୟବାଦ ଦେବି, ଯାହା ପାଇବି ସନ୍ତୁଷ୍ଟ ହେବି, ଭଲରେ ପାଠ ପଢିବି, ଆଉ ପାଠ ପଢିବା ସାଙ୍ଗରେ ରେଗୁଲାରଲି ସଣ୍ଡେ ସ୍କୁଲ, ଚର୍ଚ୍ଚରେ ମୁଁ ଆଟେଣ୍ଡ କରିବି। ଆଉ ତାପରେ ତମେ ଏଥର ଡିସିଜନ ନିଅ, ଗତ ଥର 10ଟା ସୁନା ପଦ ମୁଁ ମେମୋରାଇଜ କରିଥିଲି, ମନେ ପକେଇଥିଲି। ମେମୋରି ତ ହେଇଯାଉଛି, ଗୋଟେ ୱିକରେ କହିଦଉଛୁ, ମନେ ପକେଇ ଦଉଛୁ, ଆର ୱିକରେ ଭୁଲି ଯାଉଛୁ, ନାଇଁ କି? ନୂଆଟା ଆସିଗଲେ ପୁରୁଣାଟା ଭୁଲି ଯାଉଛି, କିଏ ପଚାରୁଛି ଆଉ? କିନ୍ତୁ ଏଥର ତମେ ଡିସିଜନ ନିଅ ଯେ ଏଥର ଯେତେଟା ସଣ୍ଡେ ସ୍କୁଲ ଆଟେଣ୍ଡ କରିବ, ଯେତେଟା ନୂଆ ପଦ ଶିଖିବ, ସୁନା ପଦ ଶିଖିବ, ସବୁ ପଦ। ଆଉ ଆମର ପ୍ରଦୀପ ଭାଇ ଯେମିତି କହିଲେ, ବାଇବଲ ସାଙ୍ଗରେ ଗୋଟେ ନୋଟବୁକ୍ ବି ରଖ, ଆଉ ଡେଟ୍ ଲେଖିଦବ,
ଆଉ ସେଇ ପଦକୁ ତମେ ଲେଖିଦେବ, ସୁନା ପଦକୁ ଲେଖିଦେବ। ଆଉ 2 ସପ୍ତାହ ପରେ କିମ୍ବା ଆଜି ଏଟା ଜାନୁଆରୀ ମାସ, ଆର ମାସରେ ଯେତେବେଳେ ସେ ନୋଟ ଖୋଲୁଥିବ, ଦେଖିବ ଜାନୁଆରୀ ମାସରେ 4ଟା ସପ୍ତାହରେ 4ଟା ସୁନାପଦ କଣ କଣ ତମେ ମୁଖସ୍ତ କରିଥିଲ, କଣ କଣ ଦିଆ ହେଇଥିଲା, ଆଉ ସେ ଭିତରୁ କେତେଟା ମନେ। ତମେ ଯୁଆଡେ ଗଲେ, ତମେ ଯେତେବେଳେ ସ୍କୁଲକୁ ନାଇଁ ବାହାରକୁ ଯେତେବେଳେ ଯାଉଛ, ସାଙ୍ଗ ଘରକୁ କିମ୍ବା ନିଜର ରିଲେଟିଭସ ଘରକୁ ଯେତେବେଳେ ଯାଉଛ, ସେ ବାଇବଲ ସାଙ୍ଗରେ ସେ ନୋଟବୁକ୍ ବି ଧରିକି ଯିବ। ଆଉ ତାପରେ ଖୋଲି ଦଉଥିବ। ଏଇ ବର୍ଷ ତମେ ଡିସିଜନ ନିଅ, ମୁଁ ଏତିକିଟା ସୁନାପଦ ନିହାତି ମୁଖସ୍ତ କରିବି ଆଉ ମୋର ମନରେ ରହିବ। ଏ ସବୁ କଲେ ଆଉ ସେଟା କେମିତି ହେବ? ସବୁ ଗତିରେ ପ୍ରଭୁଙ୍କ ଉପରେ ନିର୍ଭର କର। ପ୍ରଭୁ ହିଁ ଆମକୁ ଏ ସମସ୍ତ ଶକ୍ତି ଦେବେ। ଜ୍ଞାନ କାହାଠାରୁ ଆସେ? ମେମୋରି ପାୱାର କିଏ ଦିଅନ୍ତି? ବୁଦ୍ଧି କିଏ ଦିଅନ୍ତି? ପ୍ରଭୁ ଦିଅନ୍ତି। ନିଜ ସୁବିବେଚନାରେ ଆଉଜି ପଡ ନାହିଁ। ଗୋଟେ ଏଇଟା ସୁନ୍ଦର ବିଷୟ। ପ୍ରଭୁ ଆମକୁ ଏଇ ବିଷୟ ବୁଝିବା ନିମନ୍ତେ ସାହାଯ୍ୟ କରନ୍ତୁ, ଯଦ୍ୱାରା କି ଆମେ ଏଇ ସମସ୍ତ ବିଷୟକୁ ବୁଝିପାରିବା। ହେଲା, ଆଉ ଯେତେବେଳେ ନୂଆ ବର୍ଷକୁ ଆସୁଛୁ, ଗୋଟେ ପିଲା ଥିଲା, ମନେ ରଖିଛ? ମୁଁ ଆଉ ଗୋଟେ ଦିନ କହିଥିଲି ମେରି ଜୋନ୍ସ ବୋଲି। ବାଇବଲ କାହିଁକି ପାଇଁ କେତେ ପାଗଳ ହେଇଥିଲା, କେତେ କିଲୋମିଟର ଚାଲିଥିଲା, ଆଉ ତାର ପକେଟ ମନିରୁ ପଇସା ସେଭ କରିକିରି ସେ ବାଇବଲ କିଣିବା ପାଇଁ ଯାଇଥିଲା। କାହିଁକି? ବାଇବଲ, ପ୍ରଭୁଙ୍କର ବାକ୍ୟ ପଢିବା ପାଇଁ। ପ୍ରଭୁଙ୍କର ବାକ୍ୟ ପାଇଁ ତାଙ୍କର କେତେ ତୃଷା ଥିଲା। ଆଉ ତାପରେ ବାଇବଲ ସୋସାଇଟି, ତମେ ଜାଣିଛ ନା ନାଇଁ, ଗୋଟେ ସଂସ୍ଥା ଆରମ୍ଭ ହେଇପାରିଲା ତାଙ୍କ ଯୋଗୁ। ଆଉ ପୃଥିବୀର ବହୁତ ଲୋକ ସେ ମେରି ଜୋନ୍ସ ପାଇଁ ଗୋଟେ ବାଇବଲ ପାଇବା ନିମନ୍ତେ ଆଜି ସକ୍ଷମ ହଉଛନ୍ତି। ତୁମେ ସେ ଭିତରେ ଗୋଟେ ଗୋଟେ ମେରି ଜୋନ୍ସ ହେଇପାରିବ, ନାଇଁ କି? ଏଟା ବହୁତ ବର୍ଷ ତଳର କଥା। ଏ ବର୍ଷ ତୁମେ କଣ କରିବ? କଣ ଡିସିଜନ ନେବ? ତମର ଚଏସ କଣ ଏ ବର୍ଷ? ମୁଁ ଭଲ ପାଠ ପଢିବି, ଭଲ ଡ୍ରେସ ପିନ୍ଧିବି, ଭଲ କ୍ରିକେଟ ଖେଳିବି, ଆଉ ଭଲ ସାଙ୍ଗ କରିବି, ଏଇ ବିଷୟ କର, କିଛି ଅସୁବିଧା ନାହିଁ। କିନ୍ତୁ ପାଠ ପଢିବା ସାଙ୍ଗରେ ପ୍ରଭୁଙ୍କ ପାଇଁ ବି କି ପ୍ରକାର ବ୍ୟବହାର ହେବ, କେତେଟା ନୂଆ ଗୀତ ଶିଖିବ, କେତେଟା ନୂଆ ପଦ ଶିଖିବ, କେତେଟା ମନେ ରଖିପାରିବ। ଆଉ ତାପରେ ଆଉ ଗୋଟେ ବି ଚ୍ୟାଲେଞ୍ଜ ମୁଁ ଦେବି ତମକୁ। ତମର ପାଖରେ ଫ୍ରେଣ୍ଡ ମାନେ ଅଛନ୍ତି? ତମ ଘର ପାଖରେ ନାଇଁ କି? ସ୍କୁଲରେ ଥିବେ, ଖ୍ରୀଷ୍ଟିଆନ ପିଲାମାନେ ତ କମ ସେ କମ ତମ ଫ୍ରେଣ୍ଡ ଥିବେ। କେତେ ଜଣଙ୍କର ଫ୍ରେଣ୍ଡ ଅଛନ୍ତି କହିଲ ଘର ପାଖରେ? ହାତ ଟେକିଲ। ନାଇଁ କି? ସେମାନଙ୍କ ତାଙ୍କ ଘରେ ବି ତ ସ୍ମାର୍ଟ ଫୋନ ଥିବ ନା। ତମର ଫ୍ରେଣ୍ଡ ମାନଙ୍କୁ କୁହ ଯେ ଆମର ଆମେ ସଣ୍ଡେ ସ୍କୁଲରେ ପ୍ରତି ସଣ୍ଡେ ଆସୁଛୁ, ବଢିଆ ଗୀତ ଶିଖୁଛୁ, ଆକ୍ସନ ସଙ୍ଗ ଶିଖୁଛୁ, ଷ୍ଟୋରି ଶୁଣୁଛୁ, ଗୀତ ଶିଖୁଛୁ, ମେମୋରି ବର୍ଡ ଶିଖୁଛୁ। ତମେ ତମର ଫ୍ରେଣ୍ଡ କୁ ଏନକରେଜ କର, ଆସ ବସିବା ବୋଲି। ତାଙ୍କ ପାଖରେ ଯଦି ଫୋନ ନାହିଁ, ତମ ସାଙ୍ଗରେ ଆସିକି ସେମାନେ ବସନ୍ତୁ। ଆଉ ଯେପରିକି ଆସନ୍ତା ଥରକୁ, ଆସନ୍ତା ସପ୍ତାହରେ ବା ଏଇ ବର୍ଷ ଆଉ ଗୋଟେ ଗୋଟେ ଫ୍ରେଣ୍ଡ, ଏଠି ଯେତିକି ଜଣ ପିଲା ଅଛ, ଧର 10 ଜଣ ପିଲା ଅଛ, 10 ଜଣ ପିଲା ଯଦି ଗୋଟେ ଗୋଟେ ଫ୍ରେଣ୍ଡ କୁ ଆଣିବା, ଆର ସଣ୍ଡେରେ କେତେଟା ପିଲା ହେଇଯିବେ? 20 ହେଇଯିବେ, ନାଇଁ କି? ପୁରା ସ୍କ୍ରିନ ଭର୍ତ୍ତି ହେଇଯିବ, ଲୋକ ଭର୍ତ୍ତି ହେଇଯିବେ, ଭର୍ତ୍ତି ହେଇଯିବେ। ସେଇ ଡିସିଜନ ନିଅ, ମୁଁ ପଦ ଶିଖିବି, ଗୀତ ଶିଖିବି, ବାଇବଲ ପଢିବି, ପ୍ରଭୁଙ୍କର ବାକ୍ୟ ପଢିବି, ଆଉ ଏହା ସହିତ ବଡ ମାନଙ୍କର କଥା ମାନିବି, ଫ୍ରେଣ୍ଡ ମାନଙ୍କ ସାଙ୍ଗରେ ମିଶିବି, ପଦ ଶିଖିବି। ଆଉ ତାପରେ ଏଇ ବର୍ଷ ଏଇ ବର୍ଷ ଅତି କମରେ ଗୋଟେ ପିଲାକୁ ଯୀଶୁଙ୍କ କଥା କହିବି, ଆଉ ସଣ୍ଡେ ସ୍କୁଲରେ ଆଣିବି। ଆସନ୍ତା ସଣ୍ଡେରେ ଦେଖିବା କେତେଟା ନୂଆ ନୂଆ ଫ୍ରେଣ୍ଡକୁ ତମେ ଆଣିପାରୁଛ। ଠିକ ଅଛି? ଆମେ ଆମେ ଚିହ୍ନିନୁ, ତମର ଫ୍ରେଣ୍ଡ ମାନଙ୍କୁ ତମେ ଚିହ୍ନିଛ। ଆଉ ଭଲ ପିଲାମାନଙ୍କୁ ଆଣ। ନା ତମେ ସେଲଫିସ ହେଇଯାଉଛ, ମୁଁ ଖାଲି ବାଇବଲ ପଢିବି, ମୁଁ ଖାଲି ଗୀତ ଶିଖିବି, ଆଉ କେହି ନ ଶିଖନ୍ତୁ ବୋଲି, ସେମିତି ଚାହୁଁଛ କି? ନାଇଁ, ଆମେ ଆଣିବା। ଠିକ ଅଛି? କେତେ ଜଣ ଆର ସଣ୍ଡେରେ ଗୋଟେ ଗୋଟେ ଫ୍ରେଣ୍ଡ କୁ ଆଣିପାରିବ, ବସେଇ ପାରିବ ତମ ସାଙ୍ଗରେ କହିଲ? ହାତ ଟେକି ପାରିବ? ନାଇଁ? ୱାନ ହଁ, ଜଣେ ମାଥିଆସ ଆଣିବ, ଶିବାଂଶୀ ଆଣିବ। ଥ୍ୟାଙ୍କ ୟୁ, ଗଡ ବ୍ଲେସ ୟୁ। ଏମିତି ଚ୍ୟାଲେଞ୍ଜ ନିଅ। କଣ ବି? ହିନ୍ଦୁ ପଡାରେ ରହୁଛୁ, ଖାଲି ଆମେ ଖ୍ରୀଷ୍ଟିଆନ ଅଛୁ ଏଇନ। ଓହୋ, ତମର ବେଷ୍ଟ ଫ୍ରେଣ୍ଡ ଯେ, ତାଙ୍କୁ ଯୀଶୁଙ୍କର କଥା କହିବାର ଲାଗି ଯଦି ସେମାନେ ପସନ୍ଦ କରୁଛନ୍, କିଛି ଅସୁବିଧା ନାହିଁ। ଠିକ ଅଛି? ସେମାନଙ୍କୁ ଚେଷ୍ଟା କର। ନହେଲେ ତମର ଖ୍ରୀଷ୍ଟିଆନ ଫ୍ରେଣ୍ଡ ଅଲଗା ଗାଁରେ ଥିବେ, ତମର ଅଙ୍କଲ ଘର, ତମର ଆଣ୍ଟି ଘର, ବରଗଡ ଛାଡି ଦେଇକିରି ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼, ଅଲଗା ଜାଗାରେ ବି ତ ଥିବେ। ସେମାନଙ୍କୁ ତ କହିପାରବ, ଲିଙ୍କ ଯୋଗାଇଦବ। ହେଲା, ଆମେ ଆଶା କରୁଛୁ ସେମାନଙ୍କୁ ବି। ହେଲା, ହିନ୍ଦୁ ପିଲା ହିନ୍ଦୁ ଫ୍ରେଣ୍ଡ ଯେ ବେଷ୍ଟ ଫ୍ରେଣ୍ଡ, ସେମାନଙ୍କୁ ଚେଷ୍ଟା କର। ଯଦି ନେଉଛନ୍, ତମର ରିଲେଟିଭ ମାନଙ୍କ କିଏ କିଏ ଥିବେ, ତମେ କେମିତି ଖବର ପାଇବ?
तुमको कहला ना नहीं कि सेमती आम खबर देवा अन्य मानकु आनिबा ठीक अछि आज सुना पद अछि हितोपदेश 3 पर्व 6 पद सेठी सुंदर विषय लिखा होछि आपणार सब गतिरे ताहांको स्वीकार कर तहिरे से तुमर पथ सब सरल करिवे प्रभु हमको आशीर्वाद करंतु आ मोर प्रार्थना मोर इच्छा जे आसंता सप्ताह आउ केतेरा नुआ तुमर फ्रेंड माने जोड़ी हे जिवे तापरे एई वर्ष गत वर्ष जेतेटा मेमोरी वर्ष शिखिथिल ताठारु अधिक मेमोरी वर्ष शिखि परिबो गीत शुणी परिबो आ जो गीत शिखुछ नै कि जो स्टोरी सब शुणुछ जो गीत सब शिखुछ तुम फ्रेंड मान को भी टिके टिके सेटा सिखाओ संडे स्कूल रे हैं लास्ट हमर क्रिसमस न्यू ईयर रे मु जेते बेले गां को जाइथिली पिला माने थिले से संग माने आ सिखेले आ क्रिसमस नाइट रे सब डांस करथिले प्रभु को आशीर्वाद करंतु समय हो जाइए आ बेसी कहबी नहीं प्रभु हमको आशीर्वाद करंतु को चैलेंज नब को गीत शिखिबी पिला मन को आनिबी पद शिखिबी एतकीटा मेमोरी वर्ष मु मन रखी परिबी मो डायरी गोटे किनिके डायरी पद रे लिखिबी शिखिबी जा भी हो तमे निजे डिसीजन नियो कौन करि परिबो आउ तापरे सांग मान को भी आनिबा निमंते चेष्टा करिबो प्रभु हमको आशीर्वाद करंतु आमेन प्रार्थना करिबा प्रभु तुमको धन्यवाद दउछु ए सुंदर दिन निमंते ए पिला मान को निमंते धन्यवाद दउछु ए वर्ष रे पिला माने जेपरि प्रभु नुआ नुआ पद शिखिबे नुआ नुआ गीत शिखि परिबे तुमर वाक्य आहुरी सुंदर भाव पढ़ी परिबे तांकर हृदय रे मन रखिबार सहित प्रभु नोटबुक मध्य लिखि परिबे एवं ताहाको जुआडे गले धरिकी जिवे एवं मेमोरी मेमोराइज करुथिबे सही परि तुमे अनुग्रह करो आ मध्य प्रभु पिला मान को सहायता करो जे प्रकार की अन्य सप्ताह मान करे तांकर फ्रेंड मान को मध्य ई संडे स्कूल रे जोग देवा निमंते सहायता करिवे एई सप्ताह को एवं एई दिन को एई वर्ष ए पिला मान को निमंते आशीर्वाद युक्त करो पाठ पढ़ारे एवं सेमान को कथाबार्ता चाली चलन आवश्यकता समस्त क्षेत्र रे आशीर्वाद करो बोली यीशु नाम रे मागुछि आमेन आमेन गॉड ब्लेस यू।